ଯେତେବେଳେ ଆମେ ଆମର ନିରଧାମରେ ପଳେଇ ଯାଉ ଆମ ଶରୀର ଚାଲିଯାଏ ସତ, ଆତ୍ମା ରୁହେ। ଏ ଆତ୍ମାର ସନ୍ତୁଷ୍ଟି ପାଇଁ ଆମ ଭିତରେ ଥିବା ସଂସ୍କାର ଆମକୁ ଭଲ କାମ କରିବାକୁ ଦିଆଯାଇଛି। ଆମେ ମାନେ ଏଇଠି ଆମର ମହାପ୍ରଭୁ ତରଫରୁ ଆମେ ପିଲାଙ୍କୁ ହେଇଛୁ, ଛୋଟ ପିଲାମାନଙ୍କୁ ଦେଖାଉଛୁ, ପିଲାମାନଙ୍କୁ ଅଛନ୍ତି। ଜୀବନ ଚିରସ୍ଥାୟୀ ନୁହେଁ, ଜୀବନ ଚିରସ୍ଥାୟୀ ନୁହେଁ। ମୁଁ ମୋ ନାତିଆକୁ କହିବି କଣ ଦେଖିକି କଣ ମେସେଜ ଦେବେ, କଣ କରିବେ, ବଡ ହେଲେ ବାପା ମାମାନଙ୍କୁ ଆସିକି ଛାଡିବେ ନା ଘରେ ରଖିବା ଦରକାର? ବଡ ହେଲେ କିଏ ବି ଓଲଟି ପାରିବେ ନାହିଁ କି ଯିଏ ବି ଆପଣଙ୍କ ବାପା ମାଙ୍କୁ ରାସ୍ତା ଛାଡିଛ, ଦୟାକରି ଏମିତି କରନ୍ତୁ ନାହିଁ, ଘରେ ସୁରକ୍ଷା କରିକିନା ରଖନ୍ତୁ। କଣ କହିଲୁ ବାପା ତୁ ଆଜି? ବହୁତ ସୁନ୍ଦର। ତାହେଲେ ଆମର ସମାଜ ବଞ୍ଚିବ, ତାହେଲେ ଆମର ଆଗାମୀ ପ୍ରଜନ୍ମ, ଯୋଉ ପ୍ରଜନ୍ମଟି ବର୍ତ୍ତମାନ ଫୁଲ ଫୁଟୁଛି, ସେ ଯେମିତି କହିକି ଗଲା ଯେ କାହାକୁ ଘରକୁ ବାହାରକୁ ଛାଡନ୍ତୁନି, ବାପା ମାଆଙ୍କୁ ଯତ୍ନରେ ଘରେ ରଖନ୍ତୁ। ଏଇ ବାର୍ତ୍ତା ପ୍ରତ୍ୟେକ ନବ ପ୍ରଜନ୍ମ ଅନ୍ତରରେ ଯାଉ। ଆଗାମୀ ସମାଜକୁ ଆମର ଗୋଟେ ବଡ ବାର୍ତ୍ତା ଯାଉ। ଦେଖନ୍ତୁ ଛୋଟିଆ ପିଲା ଯିଏକି ଜୀବନ ମାନେ କଣ ସେ ଯେତେ ବୁଝିନି, କିନ୍ତୁ ଯେତିକି ଆଜି ଦେଖିଲା ସେତିକି ଭିତରେ ଆମର ବୁଲୁ କେଡେ ସୁନ୍ଦର କଥା କହିଲା, ଭାରି ଭଲ ଲାଗୁଛି। କଣ ଖାଇବାକୁ ବୁଝିବ ତମ କଣ